ଜଳେଶ୍ୱର ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ରମେଶ ଚନ୍ଦ୍ର ଗିରିଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନରେ ପ୍ରଧାନ ଶିକ୍ଷକ ଅରବିନ୍ଦ ପାତ୍ରଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସଞ୍ଚିତା ଜେନା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ ଯୋଗ ଦେଇ ନିଜର ବକ୍ତବ୍ୟ ରମେଶ ଚନ୍ଦ୍ର ଗିରି 1983 ମସିହାରେ ବିଦ୍ୟାଳୟରେ ଯୋଗଦାନ କରି ଦୀର୍ଘ 40 ବର୍ଷ ଗୋଟିଏ ଅନୁଷ୍ଠାନରେ ଶିକ୍ଷକତା କରିବା ପରେ ଅବସର ଗ୍ରହଣ କରୁଥିବାରୁ ତାଙ୍କର ଛାତ୍ରଛାତ୍ରୀମାନେ ବହୁତ ଖୁସି ଓ ରମେଶ ସାର୍ଙ୍କ ପ୍ରକୃତ ନିଷ୍ଠା କର୍ମତତ୍ପରତା ପାଇଁ ଅନୁଷ୍ଠାନ ଆଜି ସର୍ବାଗ୍ରେ ଗ୍ରହଣୀୟ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ପୂର୍ବତନ ସଂସ୍କୃତ ପଣ୍ଡିତ ହରନାରାୟଣ ଷଡ଼ଙ୍ଗୀ ଯୋଗ ଦେଇ କୌଣସି ଶିକ୍ଷକଙ୍କର ଅବସର ନଥାଏ, ରମେଶ ଚନ୍ଦ୍ର ଗିରି ଅନୁଷ୍ଠାନ ପାଇଁ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ସେ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବରେ ବାଲେଶ୍ୱର ଜିଲ୍ଲାର ଓଷ୍ଟାର ସଭାପତି ମନୋରଞ୍ଜନ ଦାସ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଓଷ୍ଟାର ଜଳେଶ୍ୱର ମଣ୍ଡଳ ସଭାପତି ସୁକୁମାର ମିଶ୍ର, ସମ୍ପାଦକ ତଥା ଖଲୁତା ଶୀତଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ଅଜିତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବାସ୍ତବିକ ରମେଶ ଚନ୍ଦ୍ର ଗିରି ଜଣେ ସରଳ ନିଷ୍କପଟ ସାଧୁତା ସ୍ୱଚ୍ଛତା ସହିତ ଉତ୍ତମ ମଣିଷ ବୋଲି ସେମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଓଷ୍ଟା ଜଳେଶ୍ୱର ମଣ୍ଡଳର କାର୍ଯ୍ୟକାରୀ ସଭାପତି କୁଞ୍ଜ ବିହାରୀ ପ୍ରଧାନ, ପ୍ରଧାନ ଶିକ୍ଷକ ହରେକୃଷ୍ଣ ଜେନା, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ ମହାପାତ୍ର, ରତିକାନ୍ତ ଜେନା, ପଙ୍କଜ ଜେନା, ପୂର୍ବତନ ଏବିଓ ବନମାଳୀ ଦଳ, କମଳ ଲୋଚନ ପାତ୍ର, ଶିକ୍ଷକ କେଶବ ଚନ୍ଦ୍ର ପରିଡ଼ା, ହରିପଦ ସିଂ, ସଞ୍ଜୟ କୁମାର ନନ୍ଦୀ, ବିଦ୍ୟାଳୟ ଶିକ୍ଷୟିତ୍ରୀ ରାନୀବାଳା କର ପ୍ରମୁଖ ବିଦାୟୀ ଶିକ୍ଷକ ରମେଶ ଚନ୍ଦ୍ର ଗିରି ଜଣେ ଆଦର୍ଶ ଶିକ୍ଷକ ବୋଲି ପ୍ରକାଶ କରିଥିଲେ। ସର୍ବଶେଷରେ ଅବସର ନେଉଥିବା ବିଦାୟୀ ଶିକ୍ଷକ ରମେଶ ଚନ୍ଦ୍ର ଗିରିଙ୍କୁ ଓଷ୍ଟା ଜଳେଶ୍ୱର ତରଫରୁ ପୁଷ୍ପଗୁଚ୍ଛ ଉପାୟନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ତାଙ୍କର ଛାତ୍ରୀ ତଥା ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌଦାମିନୀ ଦେ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ସମେତ ପୂର୍ବତନ ଶିକ୍ଷକ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ରମେଶ ସାର୍ଙ୍କୁ ଉପଢୌକନ ଉପହାର ପ୍ରଦାନ କରି ଶେଷରେ ସମ୍ବର୍ଦ୍ଧିତ କରିଥିଲେ। ଜଳେଶ୍ୱରରୁ ସୁକୁମାର ରଣାଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।